ପିଲାମାନେ ଆଜି ଆମେ ନୂତନ ଅଧ୍ୟାୟ ଆରମ୍ଭ କରିବା। ତୃତୀୟ ଅଧ୍ୟାୟ, ତାର ନାମ ହେଉଛି ସଂଶ୍ଳିଷ୍ଟ ତନ୍ତୁ ଓ ପ୍ଲାଷ୍ଟିକ୍ସ, ସିନ୍ଥେଟିକ୍ ଫାଇବର ଆଣ୍ଡ ପ୍ଲାଷ୍ଟିକ୍ସ। ପିଲାମାନେ ତୁମେ ଜାଣିଥିବ ତନ୍ତୁ କେତେ ପ୍ରକାର। ତନ୍ତୁ ହେଉଛି ଦୁଇ ପ୍ରକାର, ପ୍ରାକୃତିକ ତନ୍ତୁ, କୃତ୍ରିମ ତନ୍ତୁ। କୃତ୍ରିମ ତନ୍ତୁକୁ ସଂଶ୍ଲେଷିତ ତନ୍ତୁ କୁହାଯାଏ। କ'ଣ ପିଲାମାନେ? କୃତ୍ରିମ ତନ୍ତୁକୁ ସଂଶ୍ଲେଷିତ ତନ୍ତୁ କୁହାଯାଏ। ପ୍ରାକୃତିକ ତନ୍ତୁର ଉଦାହରଣ କିଛି ଦେଖ। ପ୍ରାକୃତିକ ତନ୍ତୁ ହେଉଛି ଦୁଇ ପ୍ରକାର, ଯାହା ଆମକୁ ଉଦ୍ଭିଦ ଠାରୁ ମିଳେ ଓ ପ୍ରାଣୀ ଠାରୁ ମିଳେ। ପ୍ରାକୃତିକ ତନ୍ତୁ ଉଦ୍ଭିଦ ଠାରୁ କ'ଣ ମିଳେ? କପା, ଝୋଟ ଇତ୍ୟାଦି। ପ୍ରାଣୀ ଠାରୁ କ'ଣ ମିଳେ? ମଠା, ଟସର, ଉଲ୍ ଇତ୍ୟାଦି। ତାପରେ କୃତ୍ରିମ ତନ୍ତୁ। କୃତ୍ରିମ ତନ୍ତୁର ଉଦାହରଣ ଦେଖ ପିଲେ। ନାଇଲନ୍, ରେୟନ୍, ପଲିଷ୍ଟର, ଏକ୍ରିଲିନ୍। ବୁଝିଲ? ଓ ପ୍ଲାଷ୍ଟିକର ଉଦାହରଣ ଦେଇଛି ପଲିଥିନ୍, ବେକଲାଇଟ୍, PVC, ସନମାଇକା, ମେଲାମାଇନ୍। ଜାଣିଲ ପିଲେ? କିଛିଟା ଉଦାହରଣ ପ୍ରାକୃତିକ ଓ କୃତ୍ରିମ ତନ୍ତୁର। ଆମେ ଦେଖିବା। ତାପରେ 3.1ରେ ପରିମଳ ଓ ସଂଶ୍ଲେଷିତ ତନ୍ତୁ, ପଲିମର ଆଣ୍ଡ ସିନ୍ଥେଟିକ୍ ଫାଇବର। ମାନେ କୃତ୍ରିମ ତନ୍ତୁ ବିଷୟରେ ଆମେ କିଛି ଜାଣିବା। ତ ପ୍ରଥମରୁ ଜାଣିଲ ପ୍ରାକୃତିକ ତନ୍ତୁ ଉଦ୍ଭିଦ କିମ୍ବା ପ୍ରାଣୀ ଠାରୁ ମିଳେ। ଉଦ୍ଭିଦ ଠାରୁ କ'ଣ ମିଳେ? କପା, ଝୋଟ, ରେଜିନ୍, କ୍ୟାଫିନ୍ ଇତ୍ୟାଦି। ପ୍ରାଣୀ ଠାରୁ କ'ଣ ମିଳେ? ଉଲ୍, ଟସର, ରେଶମ ଇତ୍ୟାଦି। ଆଚ୍ଛା କହିଲ, କୃତ୍ରିମ ତନ୍ତୁ କିପରି ତିଆରି ହୁଏ? ପ୍ରାକୃତିକ ତନ୍ତୁ ତ ଉଦ୍ଭିଦ କିମ୍ବା ପ୍ରାଣୀରୁ ତିଆରି ହୁଏ। କୃତ୍ରିମ ତନ୍ତୁ କିପରି ତିଆରି ହୁଏ ପିଲେ? ପ୍ରାକୃତିକ ତନ୍ତୁକୁ ରାସାୟନିକ ପ୍ରତିକ୍ରିୟା କରି କୃତ୍ରିମ ତନ୍ତୁ ତିଆରି କରାଯାଇଥାଏ। କ'ଣ ପିଲାମାନେ? ପ୍ରାକୃତିକ ତନ୍ତୁକୁ ରାସାୟନିକ ପ୍ରତିକ୍ରିୟା କରି କୃତ୍ରିମ ତନ୍ତୁ ତିଆରି କରାଯାଇଥାଏ। ତୁମ ବହିରେ ଦେଖ ଦୁଇଟି ଉଦାହରଣ ଦେଇଛି କୃତ୍ରିମ ତନ୍ତୁ ବା ସିନ୍ଥେଟିକ୍ ଫାଇବରର, ପଲିଥିନ୍ ଓ ପଲିଷ୍ଟର। ପଲିଥିନ୍ କିପରି ତିଆରି ହୁଏ ଆମେ ଦେଖିବା। ପଲିଥିନ୍ ହେଉଛି ଏକ କୃତ୍ରିମ ତନ୍ତୁ। ଏଗୁଡ଼ିକ ବା ପଲିଥିନ୍ ଇଥିଲିନ୍ ବା ଇଥିନ୍ ମନେ ରଖିବାକୁ ହେବ ପିଲେ। ଇଥିଲିନ୍ ବା ଇଥିନ୍ ନାମକ ଏକ ପ୍ରକାର ଗ୍ୟାସୀୟ ଯୌଗିକ ପ୍ରସ୍ତୁତ ହୋଇଥାଏ। ଏହା ଉଚ୍ଚ ତାପମାତ୍ରା, ଅତ୍ୟଧିକ ଚାପ ପ୍ରୟୋଗ ଦ୍ୱାରା ଏହି ଯୌଗିକର ଅନେକ ଗୁଡ଼ିଏ ଅଣୁ ଏକତ୍ର ଯୁକ୍ତ ହୋଇ ଗୋଟିଏ ବୃହତ୍ ଅଣୁରେ ପରିଣତ ହୋଇପାରନ୍ତି। ଏହି ପ୍ରକାର ବୃହତ୍ ଅଣୁ ଗୁଡ଼ିକୁ କ'ଣ କୁହାଯାଏ? ଏକକ କୁହାଯାଏ। ଜାଣିଲ ଯେ ସେହି ଗ୍ୟାସୀୟ ଯୌଗିକକୁ ଉଚ୍ଚ ତାପମାତ୍ରା, ଅତ୍ୟଧିକ ଚାପ
ପ୍ରୟୋଗ କରି ଏକ ବୃହତ୍ ଅଣୁରେ ପରିଣତ କରାଯାଇଥାଏ ଓ ସେହି ବୃହତ୍ ଅଣୁକୁ ଏକକ ବା ୟୁନିଟ୍ସ କୁହାଯାଏ। ସେହି ୟୁନିଟ୍ସ ବା ଏକକକୁ ଏକତ୍ର ସଂଯୋଜିତ ବା ସଂଶ୍ଳେଷିତ କରି ଏକ ବୃହତ୍ ଏକକରେ ପରିଣତ କରାଯାଇଥାଏ। ତାହାକୁ ପଲିଏଥିଲିନ୍ ବା ପଲିଥିନ୍ କୁହାଯାଏ। ଏହା ଏକ ପ୍ରକାର ପଲିମରର ଅନ୍ତର୍ଭୁକ୍ତ। ଏହି ପଲିମର ଲମ୍ବା ଓ ଶିକୁଳି ଆକୃତିର। ଏଥିରେ ଏକକ ଗୁଡ଼ିକ ଗୋଟିଏ ହାରରେ ଥିବା ମାଳିପୁରେ ସଞ୍ଚିତ ହୋଇ ରହିଥାନ୍ତି। ଏଇଠି ଦେଖ ଦିଆଯାଇଛି ସେହି ପଲିମରର ଚିତ୍ର, ଯାହାକି ଏକକ ଗୁଡ଼ିକ ମାଲ ପରି ଖଞ୍ଜା ଯାଇଛି। ତାପରେ ହେଉଛି ପଲିଷ୍ଟର। ପଲି ଯୁଗ ଇଷ୍ଟର। ବସ୍ତ୍ରର ତନ୍ତୁ ଅନେକ ଗୁଡ଼ିଏ ଇଷ୍ଟର ଏକକକୁ ସଂଶ୍ଳେଷିତ ହୋଇ ତିଆରି ହୋଇଥାଏ, ତେଣୁ ଏହାକୁ ପଲିଷ୍ଟର କୁହାଯାଏ। ଏହା ଏକ ପ୍ରକାର ପଲିମର ଅଟେ। ବୁଝିଲ? ଇଷ୍ଟର କିପରି ତିଆରି ହୁଏ ଏହି ବକ୍ସରେ ଦିଆଯାଇଛି। ପିଲେ ଏ ବକ୍ସଟାକୁ ମନେ ରଖିବ। ଇଷ୍ଟର ହେଉଛି ଏକ ପ୍ରକାର ରାସାୟନିକ ପଦାର୍ଥ, ଯାହା ଦ୍ୱାରା ଫଳ ଗୁଡ଼ିକ ଭିନ୍ନ ଓ ଭିନ୍ନ ବାସଯୁକ୍ତ ହୋଇଥାନ୍ତି। ଜାଣିଲ ପିଲେ? ଆଉ କେତେକ ସିନ୍ଥେଟିକ୍ ଫାଇବରର ଉଦାହରଣ ଦିଆଯାଇଛି। ପଲିଉଲ୍, ଯାହାକି ପଲିଷ୍ଟର ଓ ଉଲର ସଂଯୋଗରେ ତିଆରି ହୁଏ। ପଲିକଟ୍, ଯାହାକି ପଲିଷ୍ଟର ବା କଟନକୁ ମିଶ୍ରଣ କରି ତିଆରି ହୁଏ। ଟେରିଉଲ୍, ଯାହାକି ଟେରିଲିନ୍ ଓ ଉଲ୍ ମିଶ୍ରିତରେ ତିଆରି ହୁଏ। ଏଗୁଡ଼ିକୁ ମନେ ରଖିବ ପିଲେ, ଏହା ଭେରି ଇମ୍ପୋର୍ଟାଣ୍ଟ। ସେକେଣ୍ଡ ସ୍ଲାଇଡକୁ ଯିବା। ଦେଖ, ଆମେ ସିନ୍ଥେଟିକ୍ ଫାଇବର ବିଷୟରେ ତ ପଢ଼ିଲେ ବା ସଂଶ୍ଳେଷିତ ତନ୍ତୁ ବିଷୟରେ ପଢ଼ିଲେ। ତାପରେ ପଢ଼ିବା ପଲିମର ବିଷୟରେ। ପଲିମର ଦୁଇଟି ଗ୍ରୀକ୍ ଶବ୍ଦ ପଲି ଓ ମର ଗଠିତ। ପଲି ଅର୍ଥ ହେଉଛି ଅନେକ, ମେନି, ଆଉ ମର ଅର୍ଥ ହେଉଛି ଏକ ପ୍ରକାର ଅଣୁର ବାରମ୍ବାରତା, ରିପିଟିଂ ମଲିକୁଲାର ୟୁନିଟ୍ସ। ଏଥିରେ ତୁମର ତୁଳନାତ୍ମକ ଉଦାହରଣ ଗୋଟିଏ ଦେଇଛି। ଦେଖିବ, ତମେ ଛୋଟ ସମୟରେ ତମ ପିଲା ବୟସରେ ତୁମେ ଖେଳିଥିବ କେତେ ଗୁଡ଼ିଏ ଦିଆସିଲି ଖୋଳକୁ ନେଇ ଯୋଡ଼ି ରେଲଗାଡ଼ି ତିଆରି କରିଥିବ ଓ ତାହା ଶିକୁଳି ବା ମାଲ ତିଆରି କରିଥିବ। ତାହାକୁ କୁହାଯାଏ ପଲିମର ଓ ସେଇ ଦିଆସିଲି ଖଣ୍ଡ ଗୁଡ଼ିକୁ କୁହାଯାଏ ତାର ଏକକ। ବୁଝିଲ? ବାକ୍ସକୁ ଯିବା ପିଲେ। ଏଥିରେ ଦିଆଯାଇଛି ଦେଖ, ଉଦ୍ଭିଦ ଜୀବକୋଷର ପ୍ରାଚୀର ବା ବାହ୍ୟ ଆବରଣରେ ସେଲୁଲୋଜ ନାମକ ଏକ ପଲିମର ଅଛି। ବୁଝିଲ ପିଲାମାନେ? ସେଲୁଲୋଜ ନାମକ ଏକ ପଲିମର ଅଛି ତାର ବାହ୍ୟ ଆବରଣରେ। ବହୁ ସଂଖ୍ୟକ ଗ୍ଲୁକୋଜ ଏକକର ସମାହାରରେ ସେଲୁଲୋଜ ପଲିମର ତିଆରି ହୁଏ। ସେହି ସେଲୁଲୋଜ ପରିମଳ ବହୁ ସଂଖ୍ୟକ ଗ୍ଲୁକୋଜ ଏକକରେ ତିଆରି। ସେହିପରି କଟନ ତନ୍ତୁ ହେଉଛି ପ୍ରାକୃତିକ ପଲିମର। ତାହା ମଧ୍ୟ ସେଲୁଲୋଜ ପଲିମରରେ ତିଆରି। ଆମେ ଝୁଣା ବା ରେଜିନ୍ କେଉଁ ଗଛରୁ ପାଇଥାଉ? ଶାଳ ଗଛରୁ ପାଇଥାଉ। ରବର କେଉଁ ଗଛର କ୍ଷୀରରୁ ପାଇଥାଉ? ରବର ଗଛର କ୍ଷୀରରୁ
ପାଇଥାଉ ତାହା ହେଉଛି ପ୍ରାକୃତିକ ପଲିମର। କେଉଁ କେଉଁଟା ପ୍ରାକୃତିକ ପଲିମର? କପା ବା କଟନ, ଝୁଣା ବା ରେଜିନ୍, ରବର ଇତ୍ୟାଦି ପ୍ରାକୃତିକ ପଲିମର ବା ନ୍ୟାଚୁରାଲ ପଲିମର। ବୁଝିଲ ପିଲେ? ସଂଶ୍ଲେଷିତ ତନ୍ତୁର ପ୍ରକାର ହେଲା ଟାଇପ ଅଫ ସିନ୍ଥେଟିକ ଫାଇବର। ଏଥିରେ ମୁଁ ପ୍ରାକୃତିକ ତନ୍ତୁ ଗୁଡ଼ିକରେ ରେଡ୍ ଅଣ୍ଡରଲାଇନ୍ କରିଛି। ଦେଖିବ ପ୍ରାକୃତିକ ପଲିମର ହେଉଛି ବ୍ରହ୍ମପୁରୀ ପାଟ, ସମ୍ବଲପୁରୀ ଶାଢ଼ୀ, ଟସର ଚାଦର, କାଶ୍ମୀର ଶାଲ, ଉଲ ଟୋପି ଓ କୃତ୍ରିମ ପଲିମର ହେଉଛି ଟେରିକଟ୍ ପ୍ୟାଣ୍ଟ, ଟେରି ଉଲ କୋଟ୍, ପଲିଷ୍ଟର ସାର୍ଟ, ନାଇଲନ୍ ସକ୍ସ, ରେୟନ୍ ଶାଢ଼ୀ, କଟନ ଧୋତି ଇତ୍ୟାଦି। ଏହାର ପ୍ରକାର ଭେଦ ଦେଖିବା। ଟେରିକଟ୍ କପଡ଼ା ଟେରିଲିନ୍ ସୂତା ଓ କପା ସୂତାର ଏକତ୍ର ବ୍ୟବହାର କରି ବୁଣା ଯାଇଥାଏ। ଜାଣିଛ ପିଲେ? ଟେରିକଟ୍ କପଡ଼ା ଟେରିଲିନ୍ ସୂତା ଓ କପା ସୂତାର ଏକତ୍ର ବ୍ୟବହାର କରି ତିଆରି କରିଥାଏ। ଏହିସବୁ ବିଜ୍ଞାନାଗାରରେ ପ୍ରସ୍ତୁତ କରାଯାଇଥାଏ। ତେଣୁ ଏହାକୁ ସିନ୍ଥେଟିକ୍ ଫାଇବର ବା ସଂଶ୍ଲେଷିତ ତନ୍ତୁ କୁହାଯାଏ। ଆମେ କେତେକ ଉଦାହରଣ ଦେଖିବା ପିଲେ ଏଗୁଡ଼ିକ ସବୁ ମନେ ରଖିବା ଉଚିତ। କପା ବା ତୁଲା ସୂତା କପା ଗଛର ଫଳରୁ ମିଳୁଥିବା କପାରୁ ବାହାର କରାଯାଏ। ଏହା ଉଦ୍ଭିଦ ଜାତ। କପା ଗଛରୁ କପା ସୂତା, ବସ୍ତ୍ର ବା କଟନ ଫାବ୍ରିକ ପ୍ରସ୍ତୁତ କରାଯାଏ। ଶିମିଳି ନାମକ ବିରାଟକାୟ ଗଛର ଫଳରୁ କପା ସୂତା ତିଆରି କରାଯାଇଥାଏ। ଏଥିରେ ଗଦି, ତକିଆ ଇତ୍ୟାଦି ତିଆରି କରାଯାଇଥାଏ। ସେହିପରି ବ୍ରହ୍ମପୁରୀ ପାଟ, ସମ୍ବଲପୁରୀ ଶାଢ଼ୀ, ଟସର ଚାଦର ଆଦି ପୋକ ବା କୀଟର ଖୋସାରୁ ସୂତା ବାହାର କରି କପଡ଼ା ତିଆରି କରାଯାଇଥାଏ। ଏହି ବ୍ରହ୍ମପୁରୀ ଶାଢ଼ୀ, ସମ୍ବଲପୁରୀ ଶାଢ଼ୀ, ଟସର ଚାଦର ଆଦିକୁ ରେଶମ ବା ସିଲ୍କ ବସ୍ତ୍ର କୁହାଯାଏ। ସ୍ୱତନ୍ତ୍ର ଜାତିର ମେଣ୍ଢା, ଛେଳି, ଓଟ, ଚମରି ଗାଈର ଲୋମ ବା ତନ୍ତୁରୁ ଉଲ୍ ପ୍ରସ୍ତୁତ କରାଯାଇଥାଏ। ଏହି ଉଲ୍କୁ ପଶମ ବସ୍ତ୍ର ବା ଉଲେନ୍ ଫେବ୍ରିକ କୁହାଯାଏ। ବୁଝିଲ ପିଲେ? ରେଶମ କାହାକୁ କୁହାଯାଏ ଓ ପଶମ କାହାକୁ କୁହାଯାଏ ଓ ତାଠାରୁ ମିଳୁଥିବା ସୂତାରୁ ତିଆରି ବସ୍ତ୍ରକୁ ରେଶମ ବା ପଶମ ବସ୍ତ୍ର କାହାକୁ କୁହାଯାଏ? ବୁଝିଲ? ତାପରେ ଦେଖିବା ଝୋଟ ଓ ନଳିତା ଗଛର ବଲ୍କଳରୁ ମଧ୍ୟ ପ୍ରାକୃତିକ ତନ୍ତୁରୁ ବସ୍ତ୍ର ତିଆରି କରାଯାଇଥାଏ। ଜାଣିଲ ପିଲେ? ଏସବୁ ମନେ ରଖିବ। ଏଇ ବାକ୍ସରେ ଦିଆଯାଇଥିବା ସବୁ ମନେ ରଖିବ। ତାପରେ ତୃତୀୟ ସ୍ଲାଇଡକୁ ଯିବା। ଏଥିରେ ଦିଆଯାଇଛି ସଂଶ୍ଲେଷିତ ତନ୍ତୁର ଉଦାହରଣ ହେଉଛି ରେୟନ୍, ନାଇଲନ୍, ପଲିଷ୍ଟର, ଏକ୍ରିଲିକ୍। ଏହା ସବୁ କୃତ୍ରିମ ତନ୍ତୁ ପିଲେ। ଏହା କିପରି ତିଆରି କରାଯାଇଥାଏ? ବିଭିନ୍ନ ଯୌଗିକ କୁ ସଂଗଠିତ କରି ରାସାୟନିକ ପ୍ରତିକ୍ରିୟା କରି ତନ୍ତୁ ଗୁଡ଼ିକ ପ୍ରସ୍ତୁତ କରାଯାଇଥାଏ।
ଏହି ତନ୍ତୁରେ ପ୍ରସ୍ତୁତ କପଡ଼ାକୁ ପଲିମର ବସ୍ତ୍ର ବା ପଲିମର ଫେବ୍ରିକ୍ସ ବା ସଂକ୍ଷେପରେ ପଲିବସ୍ତ୍ର ପଲିଫେବ୍ରିକ୍ସ କୁହାଯାଏ। ଗୋଟିଏ ଗୋଟିଏ କରି ଦେଖିବା ପିଲେ ରେୟନ ବିଷୟରେ, ନାଇଲନ୍ ବିଷୟରେ, ପଲିଷ୍ଟର ବିଷୟରେ, ଏକ୍ରିଲିକ୍ ବିଷୟରେ। ଏହି କାଳାଂଶରେ ଆମେ କେବଳ ରେୟନ ବିଷୟରେ ଦେଖିବା। ରେୟନ ଆମେ ଜାଣିଥିବେ ଯେ ରେଶମ ବା ପ୍ରାକୃତିକ ସିଲ୍କ ବା ନ୍ୟାଚୁରାଲ ସିଲ୍କ ସୁନ୍ଦର, ଚକଚକ, ପତଳା, ହାଲୁକା। ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧ ହୁଏ, କିନ୍ତୁ ମୂଲ୍ୟ ଅଧିକ। ତେଣୁ ସାଧାରଣ ଲୋକ ଏହାକୁ କିଣିବା ପାଇଁ ଅସମର୍ଥ। ତେଣୁ ବୈଜ୍ଞାନିକମାନେ ଭାବିଲେ ଯେ ଶସ୍ତା ବସ୍ତ୍ର ତିଆରି କରିବା। ତେଣୁ ତାଙ୍କର କାର୍ଯ୍ୟ ଆରମ୍ଭ କଲେ ଓ ଊନବିଂଶ ଶତାବ୍ଦୀରେ ଶେଷ କଲେ ଓ ସଫଳତା ହାସଲ କଲେ। ବୈଜ୍ଞାନିକମାନେ କ'ଣ କହିଲେ ପିଲେ ଯେ କାଠଗୁଡ଼ିକ ଯେଉଁଗୁଡ଼ିକ ନରମ କାଠଗୁଡ଼ିକୁ ସଂଗ୍ରହ କଲେ ଓ ନରମ କାଠର ଛୋଟ ଛୋଟ ଖଣ୍ଡକ ସ୍ୱତନ୍ତ୍ର ପଦ୍ଧତିରେ ପେଷ୍ଟରେ ପରିଣତ କଲେ ଓ ସେଥିରୁ କାଠମଣ୍ଡ ମିଳିଲା, ଯାହାକି କୁହାଯାଏ ଉଡ୍ ପଲ୍ପ। ବୁଝିଲ ପିଲେ? ଏହି କାଠମଣ୍ଡ ବା ଉଡ୍ ପଲ୍ପରେ ଥିବା ଅଶୁଦ୍ଧ ସେଲୁଲୋଜକୁ କେତେକ ରାସାୟନିକ ପଦ୍ଧତି ଦ୍ୱାରା ବିଶୁଦ୍ଧ ସେଲୁଲୋଜରେ ପରିଣତ କରି ଆଉ କେତେକ ରାସାୟନିକ ପଦ୍ଧତି ଦ୍ୱାରା ସୂକ୍ଷ୍ମ ରେୟନ ତନ୍ତୁ ପ୍ରସ୍ତୁତ କରେ। ଏହି ରେୟନ ତନ୍ତୁ ରେଶମ ବା ପ୍ରାକୃତିକ ସିଲ୍କ ତନ୍ତୁ ଭଳି ଚକଚକ ଦେଖିବାକୁ ସୁନ୍ଦର। ତେଣୁ ଏହାକୁ କୃତ୍ରିମ ରେଶମ ତନ୍ତୁ କୁହାଯାଏ। ଏଇଟା ମେନ୍ ପଏଣ୍ଟ ପିଲେ, ରେୟନ ତନ୍ତୁକୁ କୃତ୍ରିମ ରେଶମ ତନ୍ତୁ କୁହାଯାଏ, ଆର୍ଟିଫିସିଆଲ ସିଲ୍କ ଫାଇବର। ଓ ଏଥିରୁ ପ୍ରସ୍ତୁତ ବସ୍ତୁକୁ କୃତ୍ରିମ ରେଶମ ବସ୍ତୁ ଆର୍ଟିଫିସିଆଲ ସିଲ୍କ ଫେବ୍ରିକ କୁହାଯାଏ। କିନ୍ତୁ ରେୟନ ତନ୍ତୁର ମୂଳ ଉତ୍ପାଦନ ହେଉଛି ପ୍ରାକୃତିକ ସେଲୁଲୋଜ ତନ୍ତୁ। ଏହା ବୁଝିଲ ପିଲେ? ତାପରେ ଯିବା ଆମେ ରେୟନ ବସ୍ତ୍ରର ଉପଯୋଗିତା। ରେୟନ ବସ୍ତ୍ରର ଉପଯୋଗିତା କ'ଣ କ'ଣ? ବୈଜ୍ଞାନିକମାନେ ଦେଖିଲେ ଯେ ରେୟନ ସୂତା ସହିତ ଅନ୍ୟ କୌଣସି ସୂତା, କପା ସୂତା, ଝୋଟ ସୂତା ଇତ୍ୟାଦିକୁ ମିଶାଇ ଉନ୍ନତ ବା ଉତ୍କୃଷ୍ଟ ସୂତା ଆମେ ପାଇପାରୁଛେ ଓ ବସ୍ତ୍ର ପାଇପାରୁଛେ, ଯାହାକି ବହୁକାଳ ସ୍ଥାୟୀ, ଧୋଇବାକୁ ସହଜ, ଲୋଚାକୋଚା ହୋଇନଥାଏ। ତେଣୁ ଏଥିରେ କେତେକ ଏକ୍ଜାମ୍ପଲ ଦିଆଯାଇଛି ପିଲେ, ତାକୁ ମନେ ରଖିବ। ରେୟନ ସୂତା ଓ କପା ସୂତାର ମିଶ୍ରିତ କପଡ଼ାର ଧୋତି, ଶାଢ଼ୀ, ସୁଟ୍, ପ୍ୟାଣ୍ଟ, ସାର୍ଟ, ଫ୍ରକ୍। ରେୟନ ସୂତା ଓ କପା ସୂତାର ମିଶ୍ରଣରେ ତିଆରି କପଡ଼ାର ଧୋତି, ଶାଢ଼ୀ, ସୁଟ୍, ପ୍ୟାଣ୍ଟ, ସାର୍ଟ, ଫ୍ରକ୍ ବା ବିଛଣା ଚାଦର, କବାଟ ଓ ଝରକାର ପରଦା, ଶେଯ ଓ ତକିଆର ଖୋଳ ଇତ୍ୟାଦି ବହୁକାଳ ସ୍ଥାୟୀ। ଜାଣିଲ? ତାପରେ ରେୟନ ତନ୍ତୁ ସହିତ ଉଲକୁ ମିଶା ଦିଆଗଲା। ମିଶ୍ରିତ କପଡ଼ାକୁ ଗାଲିଚା ବା କାର୍ପେଟ ତିଆରିରେ ୟୁଜ୍ କରାଗଲା।
तापर इथिरे मेन पॉइंट दिया जाइछि देख एटा परीक्षा रे पड़े मु स्टार मार्क कर देइछि। रेयन सूतारू प्रस्तुत गच कना कपा सूता गच कना ठारू भल कारण हेउछि रेयन गच क्षत स्थान को सहजरे बाहरी जाए। बुझिल पिले जे रेयन सूतार गज कना कपा सूतार गज कना ठारू काहेकि भल कारण रेयन सूता क्षत स्थान रु सहजरे बाहरी जाए थाए किंतु कपा सूता सेई जगह रे रही जाए थाए। आउ रेशम तंतु को मोटर टायर होस पाइप कन्वेयर बेल्ट इत्यादि तैयारी करिबारे मध्य व्यवहार करा जाए थाए। जानिलो कौन कौन तैयारी हुए रेयन रु एतिकी पिले जेतिकी मु अंडरलाइन करिछि सेतिकी मेन पॉइंट पिले सबको मन रखिबा को पड़िबो। ठीक अछि पिले धन्यवाद आज पय एतिकी।